ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। କେମିତି ଅଛନ୍ତି? ଆଶା କରୁଛେ ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟ ଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି ଆଉ ଗୋଟେ ସୁନ୍ଦର ସକାଳର ଆରମ୍ଭ। ଆଉ ଏ ସୁନ୍ଦର ସକାଳର ଆଉ ଗୋଟେ ଫ୍ରେଶ୍ ଆଉ ନୂଆ ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ସବୁଦିନ ଭଳିଆ ଆଜି ବି ସେରକମ ମୋର କାମ ଚାଲିଛି। ଆଉ କାମ ମାନେ ଏଇ ଯେଉଁ ବାସି କାମ ସକାଳେ ତ କାମ ଘରଦ୍ୱାର ଖରକା ପୁରକା କରିକି ଚା ପିଆ କାମ ସରେଇ ଦେଇଛି। ସରେଇ ଦେଇ ସାରିକି ଆସିଛି ଚୁଲି ପାଖକୁ। ଆଉ ଚୁଲିରୁ ପାଉଁଶ କାଢ଼ିକି ଛୁଞ୍ଚ ମାରିମି। ବିଶ୍ୱାସ କରନ୍ତୁ, ଯେତେବେଳେ ଛୁଞ୍ଚ ମାରି ସାରିନି ମୋ ହାତ ପୁରା ବିନ୍ଧିକି ଫଟେଇ ପକେଇଲା। କାହିଁକିନା ଏଇ ପାଣିଟା କ'ଣ ନା ରାତି ସାରା ଛୁଞ୍ଚ ପାଣି ତ ସବୁବେଳେ ରହୁଛି ତା ଭିତରେ, ଏଣେ ରାତି ସାରା କାକରରେ ବାହାରେ ବସୁଛି। ଆଉ ସେଇ ପାଣିରେ ମୁଁ ଛୁଞ୍ଚ ମାରିଦେନି, ମୋ ହାତ ମାନେ ଏତେ ଥଣ୍ଡା ଲାଗିଲା ଯେ ହାତ ପୁରା ବିନ୍ଧିଗଲା। ତ ଆଜି ପାଖରୁ ମୁଁ ଡିସାଇଡ଼୍ କରିଛି ଯେ ସବୁବେଳେ କ'ଣ କରିବି ନା ବେଳଓଳି ଚୁଲିରେ ଛୁଞ୍ଚ ମାରିଦେନେ ସକାଳୁ ମୋତେ ଆଉ ଏତେ ହଇରାଣ ହେଇତେ ପଡ଼ିବନି, ଏତେ ଆଉ କଷ୍ଟ ସହିତେ ପଡ଼ିବନି। ହାତ ପୁରା ଏରକମ କିଣି ହେଉଥିଲା ଯେ ମାନେ ଥଣ୍ଡାର ମୁଁ ଯାଇକି ଅତୃଷା କରିନା ପାଇପ୍ରେ ଯେ ପାଣି ଆସୁଥିଲା ନା ସେଇ ପାଣିରେ ଯାଇକି ହାତ ଧୋଇ ପକେଇନି। ସେ ପାଇପ୍ ପାଣିଟା ଟିକେ ଗରମ ଲାଗେ, ଆଉ ସେଇଠି ଯାଇକି ସେଇ ପାଣିରେ ହାତ ଧୋଇ ପକେଇଥିଲି। ଏତେ ଜୋର ଶୀତ ଲାଗୁଛି, ସକାଳେ ସନ୍ଧ୍ୟା ମାନେ ପ୍ରବଳ ଶୀତ ଲାଗୁଛି। ଆଉ ତାପରେ ସେଠି କାମ ସବୁ ସରେଇ ଦେଇଥିଲି। ତଥାପି ମୁଁ ଲେଟ୍ରେ କାମ ଆରମ୍ଭ କରୁଛି। ସେ ଯିଏ ଯାହା ବି ଭାବନ୍ତୁ, ଯାହା କରନ୍ତୁ, ଖାଇବା ପଛେ ଲେଟ୍ ହେଉ, ଛୁଆମାନେ ଭୋକରେ ରୁହନ୍ତୁ ପଛେ, ଯାହା କରନ୍ତୁ, ମୁଁ କିନ୍ତୁ ଲେଟ୍ରେ କାମ ଆରମ୍ଭ କରୁଛି। କାହିଁକିନା ଏତେ ଥଣ୍ଡାରେ କାମ କରିବା ବି ମୋ ଦେହ ବି ଖରାପ ହେଉଛି। ଦେହ କ'ଣ ଖରାପ ହେଉଛି, ଥଣ୍ଡା ତ ଜଣାପଡ଼ୁନି ଉପରକୁ, କିନ୍ତୁ ସେଇଟା ମାନେ ପ୍ରକାଶ ପାଉଛି। ଯେରକମ କି ଗୋଡ଼ ବିନ୍ଧିବା, ଆଣ୍ଠୁ ବଥା କରୁଛି, ଆଉ କ'ଣ ନା ନାକ ବୁଜି ହେଉଛି, ଦେହ ହାତ ବଥା କରୁଛି, ଏଇସବୁ। ନହେଲେ ଥଣ୍ଡା ହେଲେ ତ ନାକରୁ ସିଙ୍ଗାଣି ବାହାରିବ, କି କାଶ ହେବ, କି ଜ୍ୱର ହେବ, ସେସବୁ କିଛି ହେଉନି, ଏମିତି ସବୁ ହେଉଛି। ତ ଯାହା ହଉ, ଆଉ ମୁଁ ସେଇଥିପାଇଁ କି ମାନେ ଯେତେ ଯାହା ହଉ ପଛେ, ଯିଏ ଯାହା କରୁ, ମୁଁ କିନ୍ତୁ ଲେଟ୍ କରିକି କାମ ଆରମ୍ଭ କରିମି। ସକାଳେ ଉଠୁଛି ତ 6ଟା, ଆମେ ତ 6ଟା ହେନେ ସୂର୍ଯ୍ୟ ମାନେ ଦିନ ହେଉଛି। 6ଟା ପୂର୍ବରୁ ଦିନ ହେଉନାହିଁ। ଯେତେବେଳେ ବଡ଼ ଦିନ ହେବ ତ ଆସ୍ତେ ଆସ୍ତେ ବେଣୁସୁ କରିକି ବି ଦିନ ହେବ। କାହିଁକିନା ଅନ୍ଧାରୁ ଉଠିନେ ବି 6ଟା ବେଳେ ଠିକ୍ ରାତି ପାଉଛି। ଛୁଆ ଟ୍ୟୁସନ୍ ବାହାରିକି ଯାଉଛନ୍ତି, କାକରରେ ବି ଛୁଆ ଟ୍ୟୁସନ୍ ବାହାରିକି ଯାଉଛନ୍ତି, ଦୁଇ ଜଣ ଯାକ। ତାପରେ ମୁଁ ସକାଳେ ଉଠିକି ଘରଦ୍ୱାର ଝାଡ଼ୁ କରିଦେଇକି ଦୁଆରେ ପାଣି ପକାଇ ଦେଇକି, ଆଉ କେତେବେଳେ କେନ ଫୁଲ ତୁଳୁଛି, ନହେଲେ ନାହିଁ ଫୁଲ ତୁଳିନି, ଯାଇକି ଘରେ ରହୁଛି, ଚା କରୁଛି, ଚା ପିଉଛନ୍ତି ସମସ୍ତେ। ସବୁ କାମ ସରେଇକି ମୁଁ କନା ଆସିକି ତାପରେ ଯାଇକି ବାସନ ଧୁଆ ମଜା କାମ ସବୁ କରୁଛି। ନହେଲେ ଥଣ୍ଡାର ବହୁତ ମୁସ୍କିଲ ହେଉଛି ସବୁ କାମ କରିବା ପାଇଁକି। ଏଇଥିପାଇଁକି ତ ଲେଟ୍ ହେଉଛି ସବୁବେଳେ ମୋର। ଗାଧେଇଲା ବେଳକୁ 8:30, 9ଟା ଏରକମ କାମ ସରିଲା ବେଳକୁ ହେଇଯାଉଛି। ତ ଯାହା ହଉ, ଯେଦିନ ଯାଏଁ ଶୀତ ପଡ଼ୁଛି ଏଇରକମ ତ କରତେ ହେବ। ତାପରେ ଗରମ ପାଣି ଟିକେ କରିକି ଗାଧୋଉଛି, ଥଣ୍ଡା ପାଣିରେ ବିଲକୁଲ ବି ଗାଧୋଇ ହେଉନାହିଁ। ଯଦି ଟିଅଲରୁ ପାଣି ବାହାରନ୍ତା ତ ଟିଅଲ ପାଣିରେ ହେଲେ ଥଣ୍ଡା ପାଣିରେ ଗାଧୋଇ ପଡ଼ନ୍ତି। ଯେଉଁ ଟାଙ୍କି ପାଣିରେ ଗାଧୁଆ ହେଉଛି ନା, ସେଠି ଯାଇକି ଥଣ୍ଡା ପାଣିରେ ବିଲକୁଲ ବି ଗାଧୋଇ ହେଉନି। ତାପରେ ଆଜି ବେଶୀ କିଛି ବି ବାସନ ଥିଲାନି, ଖାଲି 2ଟା କଢ଼େଇ ଥିଲା ଧୋଇବା ପାଇଁକି। ମୁଁ ଖାଲି ବେଳଓଳି ତାକୁ କରିନା ମାନେ ଅଳସ ମାରିକି ରଖିଦେଇଥିଲି। ମାନେ ମୁଁ ଆଉ ପାଣି ଢାଳିକି ଧୋଇ ପାରିମିନି, ବେଳଓଳି ଥଣ୍ଡା ଲାଗୁଛି। ତ କାଲି ସକାଳେ କନା ଯେତେବେଳେ ପାଇପ୍ରେ ପାଣି ଆସିବ ସେତେବେଳେ କନା ମୁଁ ଧୋଇମି। ଯେତେବେଳେ ପାଇପ୍ରେ ପାଣି ଆସିଲା, ବାବା ଆସିକି ଏଠି କୁଣ୍ଡଟି ଭରି ଦେଇଥିଲେ। ଭରି ଦେଇ ସାରିକି ତାପରେ କ'ଣ ନା ଗଛ ପତ୍ରରେ ସବୁ ପାଣି ଦେଉଥିଲେ। ଆଉ ମୁଁ ଆସି ସେଇ ସମୟରେ କଡ଼େଇଟି ଧୋଇ ଦେଇଥିଲି। ଆଉ ଧୁଆଧୁଇ କରିସାରିକି ଯାଇକି ଗାଧୁଆ ପାଧୁଆ କରିକି ଖିଆପିଆ କାମ ଯାହା ଯେରକମ ଥିଲା ସେରକମ ସବୁ କରିଥିଲେ। ଆଉ ଖିଆପିଆ ଜଷ୍ଟ ସରିଛି, ସେଇ ସମୟରେ କ'ଣ ନା ଘରକୁ ଆଜି ଆସିଲେ ବନ୍ଧୁ ଆସିଲେ ମାନେ ଆମ ଯେଉଁ ମୋ ଯାଆ ବାପ ଘରୁ ସଂକ୍ରାନ୍ତି ଦିନିକି ଆସିଲେ। ଆଗ ଦିନ ତ ଦେଖିଥିଲେ ମୋ ଶାଶୁଙ୍କ ବାପ ଘରୁ ଆସିଥିଲେ। ଆଉ ଆଜି କ'ଣ ନା, ଏଟା ତ ସଂକ୍ରାନ୍ତି ବାସି ଦିନର ଭିଡ଼ିଓ। ଆଉ ଆଜି କ'ଣ ନା ଆସିଛନ୍ତି ଆମ ଯାଆ ବାପ ଘରୁ ଦିନିକି ଆସିଛନ୍ତି ଆମ ଘରକୁ ସଂକ୍ରାନ୍ତି। ତ ଆସିକି ଯେତେବେଳେ ଆସିକି ପହଞ୍ଚିଲେ, ଆଉ ତାଙ୍କ ସାଙ୍ଗେ ଟିକେ କଥା ହେଇସାରିକି ସେ ପର୍ଯ୍ୟନ୍ତ ମୁଁ ରୋଷେଇବାସ କିଛି ବି କରିଥିଲିନି। ସେ କହୁଥିଲେ କ'ଣ ନା ମୁଁ ସାଙ୍ଗେ ପଳେଇ ଯିମି, କାମ ଅଛି ଘର ପାଖରେ। ମୁଁ ତାଙ୍କୁ ଅଟକେଇଥିଲି ଜବରଦସ୍ତି, ଏତେ ତ ଡେରି ହେଲାଣି ଆସିକି, ଆଉ ଖିଆପିଆ ସରେଇ ଦେଇକି ଯିବ। ତ କିଛି ବି ବ୍ୟବସ୍ଥା ଥିଲାନି। ବାବା ବି ଥିଲେନି ଘର ପାଖରେ, ବାବା ଛକରେ ଥିଲେ। ମୁଁ ଫୋନ୍ କରିଥିଲି, ବାବା କହିଲେ କ'ଣ କିଛି ମାନେ ବ୍ୟବସ୍ଥା ହେବ ନା, ଭାଇ ତ ଆସିକି ପହଞ୍ଚିଲେଣି। ତ ଗଲାକାଲି ଯେ ଛତୁ ଆଣିଥିଲେ, ଛତୁ ତରକାରୀ ଥିଲା। ଆଉ ତ ଗୁରୁବାର ନା, ନହେଲେ କିଛି ଆସିଥାନ୍ତା, ମାଛ ଫାଛ କିଛି ଆସିଥାନ୍ତା, କ'ଣ କରିଥାନ୍ତା, ଯେହେତୁ ଗୁରୁବାର ଆସିବନି। ତ ସେଥିପାଇଁକି ଛତୁ ଯେ କାଲି ବାବା ଆଣିଥିଲେ, ଛତୁ ଥିଲା। ମୁଁ କ'ଣ ନା
ସେଇଥିରେ ଯାହା ଯେରକମ ହଉ ମୋତେ ଯେତିକି ସମ୍ଭବ ହେଇଥିଲା ମୁଁ ଖାଇବା ପିଇବା ବନେଇଥିନି। ସେ ବି ବ୍ୟସ୍ତ ହେଉଥିଲେ, କହିଲେ ବେଶୀ ଲେଟ୍ କରିବୁନି, ବହୁତ ମାନେ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ରୋଷେଇ ସରେଇଦେବୁ, ମୁଁ ଖାଇ ଦେଇକି ପୁଣି ଘରକୁ ଯିମି। କାହିଁକିନା ଘରେ ଯାଇକି ସମସ୍ତଙ୍କର ଘରେ କାମ ଥାଏ, ତାପରେ ଶୀତ ଯୋଗୁରୁ ନା ଆଉ ସମସ୍ତେ ଯାହାର ଯେତେବେଳେ କାମ ଥାଏ ନା କିଛି ଶୀତ ସନ୍ଧ୍ୟା ପୂର୍ବରୁ ସମସ୍ତେ ଯାଇକି ଘର ପହଞ୍ଚିବା ପାଇଁକି ଇଚ୍ଛା କରନ୍ତି। ତ ସେଇଥିପାଇଁ କି ମୁଁ ଆଉ ଲେଟ୍ ନ କରିକି ଆଉ ଖିଆପିଆର ଭିଡ଼ିଓ କିଛି କରିଥିଲିନି, ନା ପରିବାପତ୍ର କିଛି କଟାକଟି କରିଥିନି, ନା ଭାତ ଟିକେ ବସେଇଥିନି, ନା କ'ଣ କରିଥିନି। ଭାତ ଟିକେ ବସାଇଲା ବେଳକୁ ମୋତେ 11:30 ହେଇଯାଇଥିଲା, ସମୟ ହେଇଯାଇଥିଲା। କାହିଁକିନା ଭାଇ ଆସିକି ଯେ ପହଞ୍ଚିଲେ ତାଙ୍କ ସାଙ୍ଗରେ ବି ଟିକେ ସମୟ କଥା ହେଇଥିନି। କଥା ହେଇସାରିକି ଆସିକି ଚୁଲି ଲଗେଇଥିନି। ଆଉ ଭାତ କରିଥିନି, ଆଉ ଦହି ବୁଲେଇଥିନି, ଦହି କାଞ୍ଜି କରିଥିନି, ଛତୁ ତରକାରୀ କରିଥିନି, ଭଜା ଭାଜିଥିନି, ଆଉ କନା ଗୋଟେ ଚଟଣି କରିଥିନି। ଏରକମ ସବୁ ଯାହା ମୋତେ ସମ୍ଭବ ହେଇଥିଲା ମୁଁ ତାକୁ ସବୁ ବନେଇଥିନି, ବନେଇକି ଖାଇବାକୁ ଦେଇଥିନି। ରୋଷେଇବାସ ମାନେ ଏଇଠି ଭାତଟା ଗାଳି ଦେଇ ସାରିକି ଭାତ ବସେଇ ଦେଇକି ଯାଇଥିନି ଦହି ବୁଲିବା ପାଇଁକି। ଦହି ବୁଲିକି ଆସିଲା ବେଳକୁ ଭାତ ହେଇଯାଇଥିଲା। ଆଉ ଭାତ ହେଇସାରିଲା ପରେ ମୁଁ କନେ ଏଇଠି ହିଁ ତରକାରୀ ବନଉଥିନି, ଆଉ ପରିବା କାଟିକି ବି ତା ଦେହରେ ପକଉଥିନି। ଗୋଟେ ଲେଖା ପରିବା କାଟୁଥିନି, ତାପରେ କଡ଼େଇରେ ପକଉଥିନି। ଏମିତି କରିକି ରୋଷେଇ ଆଜି କମ୍ପ୍ଲିଟ୍ କରିଦେଇଥିନି। ଆଉ ମାନେ ଖିଆପିଆର ଭିଡ଼ିଓ ବି ମୁଁ ମାନେ କିଛି ଆଉ କରିପାରିଥିଲିନି, କାହିଁକିନା ଲେଟ୍ ହେଇଯାଇଥିଲା। ଭାଇ ବି ବ୍ୟସ୍ତ ହେଉଥିଲେ ଯିବା ପାଇଁକି ଘରକୁ, କହୁଥିଲେ ଶୀଘ୍ର ରୋଷେଇ ସାର, ଆଉ ମୁଁ କେତେ ଶୀଘ୍ର ଯାଇକି ଘର ପହଞ୍ଚିମି ବୋଲିକି ମୁଁ ତରବର ହେଇକି ସବୁ ରୋଷେଇ ସରେଇଥିନି। ସରେଇକି ସମସ୍ତଙ୍କୁ ଖାଇବାକୁ ଦେଇଥିନି, ଆଉ ମୁଁ ବି ସେଇଠି ଖାଇ ଦେଇଥିନି। ଆଉ ବହୁତ ମାନେ ତରବରରେ ସକାଳୁ ଆଜି ରୋଷେଇ କରିଥିନି। ତମ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସୁଥାଏ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ, ଆଉ ଛୋଟ ସ୍ନେହ ଭରା କମେଣ୍ଟଟେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିମି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ, ତ ମୋତେ ବି ଟିକେ ସପୋର୍ଟ ହେବ। କାହିଁକିନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି, ଆଉ ସାହସ ମଧ୍ୟ ଦେଉଛି। ତ ଦେଖିପାରୁଥିବେ ଆପଣଙ୍କ ସାଙ୍ଗରେ କଥା ହଁ ହଁ ମୋ ତରକାରୀ ବି ହେଇଗଲା। ଆଉ ଭଜା ଭାଜିଦେନି, ଛତୁ ତରକାରୀ ବି କରିଦେଇଥିନି। ତାପରେ କନା ଦହି କାଞ୍ଜି ପାଇଁକି ବସେଇଥିନି, ପରିବା ବସେଇଥିନି। ଆଜି ବୋଇତାଳୁ ଦେଇକି ଦହି କାଞ୍ଜି ବନେଇମି। ଏ ଶୀତ ଦିନରେ କନା ଦହି କାଞ୍ଜି ଖାଇବା ପାଇଁକି ଭାରି ସୁଆଦିଆ ଲାଗେ, କାହିଁକିନା ବିଲକୁଲ ବି ଖଟା ହୁଏ ନାହିଁ ଦହିଟା। ସେଇଥିପାଇଁ କି ଭାରି ଭଲ ଲାଗେ ଖାଇବା ପାଇଁକି। ଶୀତ ଦିନର ପରିବା ଯେଉଁ ଲାଉ ପଡ଼େ, ମୂଳା ପଡ଼େ, ଆଉ ଯେଉଁ ଦେଶୀ ଟମାଟୋ ଯେ ଆସେ ତାକୁ ଦେଇକି କାଞ୍ଜି କରିନା ବହୁତ ସୁନ୍ଦର ଲାଗେ ଖାଇବା ପାଇଁକି। ତ ମୁଁ କନା ସେରକମ ବୋଇତାଳୁ ଦେଇକି ଆଜି ଦହି କାଞ୍ଜି ବନେଇ ଦେଇଥିନି। ଆଉ ଖିଆପିଆ ସରିଥିଲା। ଖିଆପିଆ ସରିଲା ପରେ ମୁଁ କନା ବସିକି ବାସନ ଧୋଇ ଦେଇଥିନି। ବାସନ ଧୋଇ ଦେଇକି ତ ଆଜି ଗୁରୁବାର ହଉ ପଛେ ମୁଁ ଆସିକି ମୁଣ୍ଡରେ ଟିକେ ତେଲ ମାରିଥିନି, କାହିଁକିନା ମୁଣ୍ଡ ବହୁତ ଜୋରସେ ବିନ୍ଧିଲା। ମୁଁ ଏରକମ ଯେ ମୋର ଗୋଟେ ଦିନ ଯାହା ବି ହେଉନା କାହିଁକି ଗୋଟେ ଦିନ ମୁଣ୍ଡରେ ତେଲ ନ ମାରିନେ ମୋତେ ବିଲକୁଲ ବି ଭଲ ଲାଗିବନି, ମୋ ମୁଣ୍ଡ ବିନ୍ଧିବ। ଚୁଟି ଟିକେ ଫୁରୁଫୁରୁ ହେଇଯିବ ମାନେ ମୋତେ ପୁରା ପାଗଳ ରକମ ଲାଗେ। କେତେ ଶୀଘ୍ର ମୁଁ ତେଲ ମାରିକି ତାକୁ କନା ଚୁଟିକି ବାନ୍ଧିମି, ମୋତେ ସେଇଟା ଭଲ ଲାଗେ। ମୁଁ କେବେ ବି ଖାଲି ମୁଣ୍ଡ କରେ ନାହିଁ। କାଲି ମୁଣ୍ଡ ଧୋଇଥିନି ସକାଳ ବେଳା, ଆଉ କନା ତେଲ, କାଲି ତ ସଂକ୍ରାନ୍ତି ଗଲା ତେଲ ମାରିଥିଲିନି। ତାପରେ ରାତି ପର୍ଯ୍ୟନ୍ତ ବି ମୋ ଚୁଟି ଶୁଖିଥିଲାନି, ସେଥିପାଇଁ କି ଗଲା କାଲି ତ ଆଉ ତେଲ ମାରି ପାରିଲିନି। ଆଜି ସକାଳେ କାମଦାମ ସବୁ ସରେଇ ଦେଇ ସାରିକି ବସିକି ତେଲ ମାରିକି ମୁଣ୍ଡ କୁଣ୍ଡଉଥିନି। ଆଉ ଭାଇ ଆସିକି ବି ପହଞ୍ଚିଲେ। ଆମର ବି ନଣନ୍ଦ ଘରକୁ ଯିବ, ଯେଉଁ ସଂକ୍ରାନ୍ତି ଭାର ଯିବ, ସେଥିପାଇଁ କି ଭାଇ ସବୁ ଧିନ୍ ଧାନିକି ଆସିକି ପହଞ୍ଚିଲେ ଛକରୁ। ଆଉ ଆସିକି ତାଙ୍କ ସାଙ୍ଗେ ଟିକେ କଥା ହେଇଥିଲେ, କଥାବାର୍ତ୍ତା ହେଇକି ତାପରେ ଭାଇ ତାଙ୍କର ବାହାରି ଯାଇଥିଲେ ବଡ଼ ନଣନ୍ଦ ଘରକୁ। ତାପରେ କନା ବାବା ଆସିକି ପହଞ୍ଚିଲେ। ପହଞ୍ଚିକି ବାବା ଆଣିଥିଲେ ଆଜି ଗଛ ନଗେଇବା ପାଇଁକି। ଏଇଟା କନା ସେବତୀ ଗଛ ଥିଲା, ଆଉ ଥିଲା କନା କଟିକି ମଣ୍ଡା, ଦୁଇ ପ୍ରକାର ଗଛ ଧନିକି ଆସିଥିଲେ। ଆଉ ଆମର ତ ବେଳଉଳି ହେନେ ଏଇସବୁ କାମ। ତାପରେ ମୁଁ ଯେ କହୁଥିଲି ନା ଏପଟେ ବାଡ଼ଟା ଘେରା ହେଉଛି ବୋଲିକି ଖୁଣ୍ଟ ପଡ଼ିକି, ତ ଏଇମିତି କରିକି ଘେରା ହେଇଥିଲା। 3 ଦିନ ସମୟ ଲାଗିଥିଲା। ପାଖାପାଖି 5 ଜଣ ଲୋକ ଲାଗିଥିଲେ, କାହିଁକିନା ବାବା ଭାଇ 2 ଜଣ ବି ରହୁଥିଲେ, ଆଉ 3 ଜଣ ଲୋକ ଆସିଥିଲେ। ସମସ୍ତେ ମିଶିକି ଏଇ ବାଡ଼ଟାକୁ ଘେରି ଦେଇଛନ୍ତି। ପୁରା ମଜବୁତ କରିକି ଘେରା ହେଇଛି। ସିମେଣ୍ଟ ଖୁଣ୍ଟି ପଡ଼ିକି ତାର ଜାଲି ଘେରା ହେଇଛି, ଯେରକମ କି ଷେଣ୍ଢ ଗୋରୁ କେହି ତା ଭିତରେ ପଶି ପାରିବେ ନାହିଁ।
ତ ଯେହେତୁ ବାଡ଼ିଟା ଫାଙ୍କା ଅଛି ବାବା ଯାଇଥିଲେ ଆଜି ବଜାର ଯାଇଥିଲେ, ବଜାରରେ କନା ଦେଖିଲେ ଗଛ ଦେଖିଲେ କଟିକି ମଣ୍ଡା ଗଛ। କଟିକି ମଣ୍ଡାର ଫୁଲଟା କନା ମାନେ ବହୁତ ଦିନ ପର୍ଯ୍ୟନ୍ତ ଖରା ଦିନ ହେଲା ପର୍ଯ୍ୟନ୍ତ ବି ଫୁଟିଥାଏ। ତ ଘିନିକି ଆସିଥିଲେ ପୁଆ ଆଉ ଯାଇକି ବାବା ସେଠି କନା ମନ୍ଦା କରିଦେଇଥିଲେ। ଆଉ ମୁଁ ସେଠି ପାଣି ଦେଇକି ଗଛ ସବୁ ଲଗାଉଥିଲି। ଏଇସବୁ ଗଛ ଲଗେଇବା ଭିତରେ ମୋତେ ମାନେ ପୁରା ବେଳ ଓଲଟା ମୋର ଏଇଠି ହିଁ କଟିଯାଇଥିଲା। ଆଉ ଗାଈ ବି ଏଇଠିକି ଆସିକି ପହଞ୍ଚିଥିଲା। ଗାଈ ତ ଏଇଠି ବନ୍ଧା ହେଉଛନ୍ତି। ଗାଈ ଆସିକି ପହଞ୍ଚିଥିଲା, ଗାଈ ଦୁହିଁଥିନି, ତାଙ୍କ ପାଖରେ କୁଟା ପକେଇକି ବାଛୁରୀ ବାନ୍ଧିକି ଗାଈର ଯେତିକି କାମ ସବୁ ତାକୁ ଘୋଡ଼େଇ ଘାଡ଼େଇ ଦେଇକି ମୁଁ ସେପାରିକି ଯାଇଥିନି। ଏଇ ରକମ ତ ସବୁବେଳେ କାମ ନାଗିକି ରହୁଛି। ଆଉ ଗଲା ଭିଡ଼ିଓରେ ବିଜୟଲକ୍ଷ୍ମୀ ଦିଦି, ସ୍ନେହଲତା ଦିଦି, ବିଜୟଲକ୍ଷ୍ମୀ ଅପା, ଜୟନ୍ତୀ ଦିଦି, ମିନତୀ ଦିଦି ଆଉ ସୁଧାଂଶୁପାଳା ଦିଦି ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ଯେ ଏତେ ସୁନ୍ଦର କମେଣ୍ଟ ଲେଖିଥିବାରୁ। ଆଉ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ବାହାର କରୁଛନ୍ତି କରିକି ମୋ ଭିଡ଼ିଓ ଦେଖୁଛନ୍ତି, ତା ସହିତ କମେଣ୍ଟ ବି ଲେଖୁଛନ୍ତି। ମୋତେ ଭାରି ଖୁସି ଲାଗୁଛି। ମୁଁ ତ ଏମିତି ମୋବାଇଲ ଯଦି ଚାଲୁଛି ତ ଚାଲୁଛି, ଆଉ ଯଦି କନା ମୋବାଇଲ ଯଦି ବନ୍ଦ ହେଇଛି ଆଉ ଭିଡ଼ିଓ କରିବା କଥା ମନର ପଡ଼ୁନି। କାହିଁକିନା ଛୋଟ ଦିନରେ ବହୁତ କାମ ଆସି ହେଉଛି, ସେସବୁ କାମ ସରେଇବୁ କେତେବେଳେ ଆଉ ନିଜ ପାଇଁକି ସମୟ କେତେବେଳେ ବି ବାହାର କରିବୁ। ତ ଏଇ ଚାହେଁ ମୁଁ ଜାଣିପାରୁଛି ଛୋଟିଆ ଦିନରେ ସମସ୍ତଙ୍କ ପାଖରେ ସମୟର ଅଭାବ। ଆଉ ତାই ସେ ଅଭାବ ସମୟ ଭିତରେ ବି ଆପଣମାନେ ମୋ ଭିଡ଼ିଓ ଦେଖିକି ଭିଡ଼ିଓରେ ଏତେ ସୁନ୍ଦର ସୁନ୍ଦର କମେଣ୍ଟ ଲେଖୁଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ତ ଆମେ ଗଛ ଲଗାଉଥିଲେ ସେଇ ସମୟରେ ଆସିକି ପହଞ୍ଚିଥିଲା ଆମ ଗାଈ। ଆଉ ବାବା ଯାଇକରିନା ଗାଈକି ସେଠିକି ଅଟକେଇକି ରଖିଥିଲେ। ଆଉ ଗାଈ ଯଦି ଭିତରକୁ ପଳେଇ ଆସିବ ନା ତ ବାଛୁରୀ ବନ୍ଧା ହେଇଛି, ବାଛୁରୀ ତା ପାଖରୁ କ୍ଷୀର ପିଇଯିବ। ମୁଁ ସେପଟେ କରିନା ଗାଈ ଦୁହିଁଆ କାମ, ଗାଈ କାମ ଯେତିକି ଥିଲା ସବୁ ସରେଇ ଦେଇକି ଏପଟିକି ପଳେଇ ଆସିନି। ଏପଟେ ମୁଁ ଯେ କହୁଥିଲି ନା ଆଉ ଯେଉଁ ସକାଳେ ଚୁଲିରେ ଛୁଞ୍ଚ ମାରିଥିନି, ତ ଆଜିକୁ ତୁ ପ୍ରମିଜ କରିଛି ଆଉ କେବେ ବି ସକାଳ ବେଳା ଛୁଞ୍ଚ ମାରିବିନି। ସବୁବେଳେ କରିନା ବେଳୁତିଆ ଚେଷ୍ଟା କରିମି ଚୁଲିରେ ଛୁଞ୍ଚ ମାରିବା ପାଇଁକି, କାହିଁକିନା ହାତ ପୁରା ଜାଡ଼ି ହେଉଛି, ଏତେ ଜୋର ଥଣ୍ଡା ପଡ଼ୁଛି। ତ ମୁଁ କ'ଣ କରିଥିଲି ନା ବେଳଓଳି ସମୟ ହେଇଯାଇଥିଲା, ମାନେ ଘର କାମ କରିବା ସମୟ ବି ହେଇଯାଇଥିଲା। ମୁଁ ଚୁଲି ପାଖରେ ଖରକା ଫରକା ସବୁ କରିଦେଇକି ସେଇଠି କରିନା ଚୁଲିରେ ଛୁଞ୍ଚ ମାରି ଦେଇଥିନି। ଚୁଲିରେ ଛୁଞ୍ଚ ମାରିଦେନେ ସକାଳୁ ମୋତେ ଆଉ ଏତେ କଷ୍ଟ ସହିତେ ପଡ଼ିବନି। ଛୁଞ୍ଚ ଦେବାର ଯେଉଁ କଷ୍ଟଟା ମୋତେ ଏତେ ସହିତେ ପଡ଼ିବନି। ଆଉ ତାପରେ କରିନା ବାସନ କୁସନ ସବୁ ଥିଲା, ବାସନ କୁସନ ଯାଇକି ଧୋଇଥିନି। ଏଇ ରକମ କାମ ମୋର ଚାଲିଥିଲା। ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ତ ଛୋଟିଆ ଛୋଟିଆ ଭିଡ଼ିଓ ମୁଁ ବନାଉଛି, ବେଶୀ କିଛି ଆପଣଙ୍କ ସାଙ୍ଗରେ ସେୟାର କରିପାରୁନାହିଁ। ତ ଏକ ତ ସବୁ ଖଣ୍ଡିଆ ଖାବରା ହେଇକି ପଡ଼ିଛି, ଘରଦ୍ୱାର ଟିଅଲ ପାଣି ତାକୁ ସବୁ ଖଣ୍ଡିଆ ଖାବରା ହେଇକି ପଡ଼ିଛି। ତାର ବି କାମ ସରିନାହିଁ। ଆଉ ସବୁ କାମ ସରିଲା ପରେ ମୋତେ ବି ଯେତେବେଳେ ବଡ଼ ଦିନ ହେବ, ଯଦି ଫାଙ୍କା ହେବ, ୟାଠୁ ବି ଆହୁରି ସୁନ୍ଦର ସୁନ୍ଦର ଭିଡ଼ିଓ ମୁଁ ଆପଣଙ୍କ ପାଖକୁ ଘିନିକି ଆସିମି। ତ ଆଜି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗୁଛି ମୋତେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ। କମେଣ୍ଟରେ ବିଲକୁଲ ବି ପଇସା ନା ଆପଣଙ୍କର ପଇସା ପଡ଼ିବ ନା ମୋତେ ବି ଗୋଟିଏ ଟଙ୍କା ମିଳିବ, କିଛି ବି ମିଳିବନି ଗୋଟେ ଲେଖା କମେଣ୍ଟରୁ ଆଉ ଲାଇକ୍ରୁ। ଯେଉଁମାନେ ବି ମୋ ଭିଡ଼ିଓ ଦେଖୁଛନ୍ତି ଭିଡ଼ିଓରେ ଛୋଟିଆ କମେଣ୍ଟଟେ କରିଦିଅନ୍ତୁ, ଆଉ ତା ସହିତ ଲାଇକ୍ ଗୋଟେ ଦେଇଦିଅନ୍ତୁ। ମୋତେ ବହୁତ ଖୁସି ଲାଗିବ। ଆଉ ମୁଁ ଜାଣିପାରିମି ଯେ ଆପଣମାନଙ୍କୁ ମୋ ଭିଡ଼ିଓ ପସନ୍ଦ ଆସୁଛି ଆଉ ଆପଣମାନେ ଆପଣଙ୍କର ପସନ୍ଦିତା ଭିଡ଼ିଓ ଦେଖୁଛନ୍ତି ବୋଲିକି। ତ ଏମିତି ବାସନ ଧୁଆ ମୋର ଚାଲିଥିଲା। ତ ବାବା ଆସିଥିଲେ, ବାବା ଆସିକି ଟିକେ ସାହାଯ୍ୟ କରିଥିଲେ। ଏଠି ଯେ ବାସନ ଗୁଡ଼ା ସବୁ ଧୋଇଥିନି ତାକୁ ନେଇକିନା ଟିଅଲରେ ଧୋଇ ଦେଇଥିଲେ। ବାସ୍ ଏଇ କାମ ଚାଲିଥିଲା। ତ ରହୁଛି ଜୟ।